ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଡ଼ିଶାରେ 316ଟି ଅଛି। ସେଥିରେ ଏମ୍ଏଲ୍ଏ ମାନଙ୍କର 2ଟି କୋଟା ରହୁଛି ଏବଂ ଏମ୍ପିଙ୍କର ଅଛି। ମୋର ନିଜସ୍ୱ ଏକ୍ସପିରିଏନ୍ସ ଯେତେବେଳେ ନୟାଗଡ଼ ବ୍ଲକ ଆଦର୍ଶ ବିଦ୍ୟାଳୟରେ ମାନେ ଓଡ଼ିଶାରେ ଲଗାତାର ଭାବରେ ପ୍ରଥମ ସ୍ଥାନ ଅଧିକାର କରୁଥିଲା କିଛି ବର୍ଷ। ମୁଁ ଯେତେବେଳେ ଦେଖିଲି ରେଜଲ୍ଟ ଗୋଟେ ଥର ସେକେଣ୍ଡ ପୋଜିସନ୍ ହେଲା ଏବଂ 10th ଭିତରେ ରହିଲା ଖସିଲା, ମୁଁ ପଚାରିଲି ପ୍ରିନ୍ସିପାଲଙ୍କୁ ଯେ ହ୍ୱାଟ୍ସ ରିଜନ୍, କହିଲେ ଏମ୍ଏଲ୍ଏଙ୍କ ରେକମେଣ୍ଡେସନ୍ ଯେଉଁମାନେ ଆସୁଛନ୍ତି ସେମାନେ ଯେହେତୁ ଏଣ୍ଟ୍ରାନ୍ସରେ ଭଲ କରିନଥାନ୍ତି, ଯେହେତୁ ସେମାନେ ଏଣ୍ଟ୍ରାନ୍ସରେ ଭଲ କରିନଥାନ୍ତି ସେମାନଙ୍କର କେୟାର ନେବାକୁ ଅସୁବିଧା ହେଉଛି। ମୁଁ ଲାଷ୍ଟ 5 ବର୍ଷ ହେଲା କୌଣସି ରେକମେଣ୍ଡେସନ୍ ଦେଉନାହିଁ ଏବଂ ଲାଷ୍ଟ 3 ବର୍ଷ ହେଲା ମଧ୍ୟ ଚିଠି ଲେଖି ଆସୁଛି ଯେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ 314 ବ୍ଲକରେ ଅଛି ଏବଂ ଆଉ 2ଟା ଅଧିକା ଅଛି 316। ଏ ରିଜର୍ଭେସନ୍ ଉଠାନ୍ତୁ। ଭଲ ପିଲାଙ୍କ ଜାଗାରେ 2-3 ଜଣ ଏମ୍ଏଲ୍ଏ ଏମ୍ପି କୋଟାରେ ଯଦି ପଶିବେ ତାହେଲେ ସେ ପରିବେଶ ନଷ୍ଟ ହେଉଛି, ପାଠପଢ଼ାରେ ପାତରଅନ୍ତର ହେଉଛି। ତେଣୁ ମୁଁ ଷ୍ଟ୍ରଙ୍ଗଲି ଡିମାଣ୍ଡ କରିଛି, ମୁଁ ସେଟା କରିଆସୁଛି। ଆଜି ମଧ୍ୟ ବର୍ତ୍ତମାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଚିଠି ଲେଖିଛି ଯେ ଆପଣ ଆଦର୍ଶ ବିଦ୍ୟାଳୟ କୋଟାକୁ ହଟାନ୍ତୁ, ଏମ୍ଏଲ୍ଏ ଏମ୍ପିମାନଙ୍କୁ ବଞ୍ଚାନ୍ତୁ। 2ଟା କୋଟା ବି ଶହ ଶହ ଲୋକ ଆସିକି କହୁଛନ୍ତି ଆମକୁ ଦିଅ। ପାଠ ପଢ଼ିକି ଏଣ୍ଟ୍ରାନ୍ସ ଦେଇକି ପିଲା ପାଆନ୍ତୁ, ଭଲ ପିଲାଙ୍କ ଭିତରେ ଅଳିଆ କେହି ନ ପଶନ୍ତୁ। ଏଇଟା ହେଲା ମୋର ଡିମାଣ୍ଡ।